যদি আপনার ধ্যান করিবে বরাখা পরমেশ্বরଙ୍କୁ পরিচয় দিয়ে কোন দিয়ে কি পরমেশ্বরଙ୍କ ଠାରେ সমস্ত বিষয় ଅଛି। ହାଲେଲୁୟା। ପରମେଶ୍ୱରଙ୍କ ଠାରେ ସମସ୍ତ ଆଶୀର୍ବାଦ ଅଛି। এই ସବୁ ଶବ୍ଦ ଠାରୁ ଆଉ ଗୋଟେ ଶବ୍ଦ ଯାହା ବାରମ୍ବାର ଲୋକମାନେ ବ୍ୟବହାର କରନ୍ତି ତାହା ହେଉଛି ଆଶୀର୍ବାଦର ଉପତ୍ୟକା। କଣ? ସମସ୍ତେ କହିବା ଆଶୀର୍ବାଦର ଉପତ୍ୟକା। The valley of blessing ବୋଲି ଆକୁ ଇଂଲିଶରେ କୁହାଯାଏ। ମାନେ ଆଶୀର୍ବାଦର ଉପତ୍ୟକା। ଉପତ୍ୟକା ମାନେ ହେଉଛି ଯେ ଦୁଇଟା ପାହାଡ଼ ଥିବ ତା ମଝିରେ ଗୋଟେ ନାଳ ଟାଇପର ଯାଇଥିବ ତାକୁ ଉପତ୍ୟକା ବୋଲି କୁହନ୍ତି। ଆଉ ଗୋଟେ ଭାଷାରେ ଆମେ କହିବା ମାନଙ୍କର ଲୋକାଲ ଭାଷାରେ ଜଳି ମଧ୍ୟ କହିପାରିବା ବା ଗୋଟେ ଛୋଟିଆ ଝରଣା ମଧ୍ୟ କହିପାରିବା। ଏଥିପାଇଁ এই ବାଇବଲରେ এই ଶବ୍ଦକୁ ବ୍ୟବହାର କରାଗଲା ଯେ ଆଶୀର୍ବାଦର ଉପତ୍ୟକା ଦ ଭ୍ୟାଲି ଅଫ ବ୍ଲେସିଂ ବୋଲି ଲେଖାଗଲା। ହାଲେଲୁୟା ହାଲେଲୁୟା। ତାମାନେ এই ସ୍ଥାନ যে স্থান যাহা লেখাগলা আশীর্বাদের উপত্যকা সেই জায়গায় প্রভু অদ্ভুত ভাবে আশীর্বাদ করেছিলেন। হালেলুয়া। সেই জায়গায় প্রভু অদ্ভুত ভাবে আশীর্বাদ করেছিলেন। ঠিক সেই প্রকার ମୁଁ ଆପଣଙ୍କୁ କହିବା ପାଇଁ ଚାହୁଁଛି এই জায়গায় ମଧ୍ୟ ଆଜି ପ୍ରଭୁ ଅନେକଙ୍କୁ ତାଙ୍କର ରକ୍ତ ଦ୍ୱାରା ପବିତ୍ର କରିବା ପାଇଁ ଯାଉଛନ୍ତି। ଆଜି ଅନେକଙ୍କୁ ପ୍ରଭୁ ସିଲେକ୍ଟ କରିବା ପାଇଁ ଯାଉଛନ୍ତି। କଣ ପାଇଁ? ଆଶୀର୍ବାଦ କରିବା ପାଇଁ। କଣ ପାଇଁ? ଉନ୍ନତି କରିବା ପାଇଁ। ହାଲେଲୁୟା। ଆଉ କରିବା ପାଇଁ ଚାହେଁ ସେମାନଙ୍କର ସୋର୍ସ ସେମାନଙ୍କର କଣ୍ଟେଣ୍ଟ ବା ସେମାନଙ୍କର ଝରଣା ଆଶୀର୍ବାଦର ଝରଣା ବା ଆଶୀର୍ବାଦର ସ୍ରୋତ ପରମେଶ୍ୱର ହେବା ପାଇଁ ଯାଉଛନ୍ତି। ହାଲେଲୁୟା ହାଲେଲୁୟା। ଆଉ ମୁଁ ଆପଣଙ୍କୁ କହିବା ପାଇଁ ଚାହେଁ ଯେ ଯେମିତି ଗୋଟେ ଉପତ୍ୟକା ଆଶୀର୍ବାଦର ଉପତ୍ୟକା ଜିହୋଶାଫାଟ ଏବଂ ଜିହୁଦାର ସମ୍ପୂର୍ଣ୍ଣ ଲୋକମାନଙ୍କ ନିମନ୍ତେ ହେଲା ଠିକ୍ ସେଇ ପ୍ରକାର ଯେଉଁମାନେ এই 40 ଦିନ ଉପବାସ ରଖୁଛନ୍ତି ସେମାନଙ୍କ ଜୀବନରେ ଘଟିବା ପାଇଁ ଯାଉଛି ଯୀଶୁଙ୍କ ନାମରେ। ହାଲେଲୁୟା। ହେଲେ ମୁଁ ଆପଣଙ୍କୁ କହିବା ପାଇଁ ଚାହେଁ এই କେଉଁ ପ୍ରକାର ଆଶୀର୍ବାଦ ବା এই ଉପତ୍ୟକାରେ କେଉଁ ପ୍ରକାର ପରମେଶ୍ୱର ସେମାନଙ୍କୁ ଆଶୀର୍ବାଦ କରିଥିଲେ ସେମାନଙ୍କ ଜୀବନରେ କାର୍ଯ୍ୟ କରିଥିଲେ ଆପଣ ଧ୍ୟାନ ପୂର୍ବକ ଶୁଣନ୍ତୁ। ମୋ ସମୟ ଆପଣଙ୍କୁ କହିବା ପାଇଁ ଚାହେଁ ଉପତ୍ୟକା ସେମାନଙ୍କୁ କଣ ଦେଇଥିଲା? ସେଇ ଆଶୀର୍ବାଦର ଉପତ୍ୟକାରେ ଗୋଟେ ବହୁତ ବଡ଼ ବିଷୟ ହେଇଥିଲା ସେଠାରେ ବିଜୟତା ହେଇଥିଲା। ସମସ୍ତେ କହିବା ବିଜୟତା ବା ଜୟ ବୋଲି କୁହନ୍ତୁ। ଜୟ ଜୟ। ଆଉ ଥରେ କୁହ। ଏବେ ଯେତିକି ଭିଆଇପି ମାନେ କହିନାହାନ୍ତି କୁହନ୍ତୁ ଜୟ। ଭିଆଇପି ଲୋକ ବି ଅଛନ୍ତି ତାଳି ବଜେଇଦେବେ। ହାଲେଲୁୟା। ଓ ପ୍ରଭୁଙ୍କର ଧନ୍ୟବାଦ। ହେଲେ এই ଉପତ୍ୟକାରେ ପ୍ରଭୁ କଣ କରୁଛନ୍ତି? ଜିହୋଶାଫାଟ ଏବଂ ତାଙ୍କର ସମ୍ପୂର୍ଣ୍ଣ ଜିହୁଦାର ରାଜ୍ୟର ଲୋକମାନଙ୍କୁ ଜୟ ଦେଉଛନ୍ତି। ହାଲେଲୁୟା। ମୁଁ ଆପଣଙ୍କୁ କହିବା ପାଇଁ ଚାହେଁ ଆମମାନେ ଯେଉଁ ପରମେଶ୍ୱରଙ୍କୁ ସେବା କରୁଛୁ ଆରାଧନା କରୁଛୁ ସେ ପ୍ରଭୁ ବିଜୟ ଦେବା ପ୍ରଭୁ ଅଟନ୍ତି ଜୟ ଦେବା ପ୍ରଭୁ ଅଟନ୍ତି। ସେ ଝରଣା ବା ସ୍ରୋତ ଜୟ ଦେବାର ସ୍ରୋତ ଅଟନ୍ତି। ହାଲେଲୁୟା। ହେଲେ ମୁଁ ଆପଣଙ୍କୁ କହିବା ପାଇଁ ଚାହେଁ ଆପଣ ଯେକୌଣସି ସ୍ଥାନରେ ଯଦି ଆପଣ ହାରି ଯାଉଛନ୍ତି ଯେକୌଣସି ସ୍ଥାନରେ ଆପଣ ତଳକୁ ଯାଉଛନ୍ତି ପ୍ରଭୁଙ୍କୁ ନେଇ ଯାଆନ୍ତୁ। ପ୍ରଭୁ ଆପଣଙ୍କୁ ସବୁ ଜାଗାରେ ବିଜୟତା ଦେବେ ଜୟ ଦେବେ। ହାଲେଲୁୟା। ସମସ୍ତେ ଆଜିଠାରୁ ପ୍ରଭୁ ଯୀଶୁଙ୍କ ନାମରେ ସମସ୍ତ ବିଷୟରେ ଜୟ କରିବି। ଆଉ ଥରେ କୁହନ୍ତୁ ମୁଁ ପ୍ରଭୁ ଯୀଶୁଙ୍କ ନାମରେ ବିଶ୍ୱାସ ଦ୍ୱାରା ସମ୍ପୂର୍ଣ୍ଣ ଜଗତକୁ ଜୟ କରିବି। ସଦାପ୍ରଭୁ ମୋର ସପକ୍ଷ ହେଲେ ମୋର ବିପକ୍ଷ କିଏ ହେବ? ହାଲେଲୁୟା। ଆପଣ କହିବା ପାଇଁ ଚାହେଁ ଆପଣଙ୍କର ପରିସ୍ଥିତି ଉପରେ ଆପଣ ଜୟ ପାଇବେ। ଆପଣଙ୍କର ରୋଗ ଉପରେ ଆପଣ ଜୟ ପାଇବେ। ଆପଣଙ୍କର ଶରୀର ଉପରେ ଆପଣ ଜୟ ପାଇବେ। ଆପଣଙ୍କର ଫାଇନାନ୍ସିଆଲି ଏରିଆରେ ପ୍ରଭୁ ଆପଣଙ୍କୁ ଜୟ ଦେବେ। ହେଲେ এইটাକୁ ଆପଣ ମନେ ରଖନ୍ତୁ যে সেই স্থাନରେ প্রভু সেମାନଙ୍କୁ জয় ଦେଇଥିଲେ বিজয়তা ଦେଇଥିଲେ। কারণ পরমেশ্বর কহিলে এই যুদ্ধ তুমর নহে এই যুদ্ধ আমার যুদ্ধ অটে। হালেলুয়া। যদি আপন নিজেই যুদ্ধ করিবা পাই চেষ্টা করিবে আপন হারি যাবে। যদি আপনଙ୍କର যুদ্ধরে প্রভুଙ୍କୁ সম্মুখে রাখিবে তাহলে আপন সমস্ত যুদ্ধরে আপন যিশুଙ୍କ নামରେ জয় হেবে। হালেলুয়া। আপন টিকে মনে পকাউন্তু কেউ কেউ বিষয়ে আপন হারি যাউଛନ୍ତି এবং আজি প্রভু যিশুଙ୍କ নামରେ আপন ঘোষণা করন্তু প্রভু আপনଙ୍କୁ সুনিশ্চিত জয় দেবে। ଆଉ ଦ୍ୱିତୀୟ କଥା ମୁଁ ଆପଣଙ୍କୁ କହିବା ପାଇଁ ଚାହେଁ
से जगह रे डेलिवरेंस हेथिला बा उद्धार हेथिला मुक्ति हेथिला कोन हेथिला आजादी हेथिला स्वतंत्र हेथिला बाइबल लेखा गला जे कोनोसी स्थान रे परमेश्वर को उपस्थिति थाए सेठारे प्रचुरतार आनंद थाए भरपूरियों का आनंद पाया जाता है हिंदी लेखा गला the fullness of joy wherever the presence of God is there is a fullness of God तार अर्थ जे परमेश्वरଙ୍କର उपस्थिति रे प्रभुଙ୍କର कोन थाए आनंद थाए सेति के नुहे जे wherever the presence of God there is a liberty बा माने कहिबा पाए स्वतंत्रता थाए आजादी थाए एदि भाई जो माने प्रभुଙ୍କ पाखरे आसंती तांकर जीवन ऑटोमेटिक मुक्ति हे जाय बा आजादी हे जाय हालेलुया यदि आपण कोनोसी स्थान रे बसिछंती आपण बाहरिबा पई चेष्टा करूछंती आपण मुक्त हेबा पई चेष्टा करूछंती आजादी हेबा पई चेष्टा करूछंती प्रिय माने म आपन कहिबा पई चाहे यीशुଙ୍କର नाम आपन आजादी देबो प्रभु यीशुଙ୍କର रक्त आपन को विजयता देबो प्रभु यीशुଙ୍କର वाक्य आपन को जय देबो हालेलुया એટલે ઉદ્ધાર କରିବା પ્રભુ અમાનଙ୍କର પ્રભુ અટନ୍ତି મુક્તિ କରିବା પ્રભુ અમાનଙ୍କର પ્રભુ અટନ୍ତି અમાનଙ୍କର કર્મ ଦ୍ୱାରା નୁହେଁ ବରଂ ଯୀଶୁଙ୍କୁ ବିଶ୍ୱାସ କରିବା ଦ୍ୱାରା ଆମମାନେ ଉଦ୍ଧାର ପ୍ରାପ୍ତ ହେଇଛୁ ଯଦି ଆପଣଙ୍କୁ ଲାଗୁଛି ମୋ ବିଷୟରେ ମୁଁ ବାହାରି ପାରୁ ନାହିଁ ଯେ କୌଣସି ବିଷୟ ହଉ ମୁଁ ବେଶୀ ଏକ୍ସପ୍ଲେନ୍ କରିବା ପାଇଁ ଚାହେଁ ନାହିଁ ଆପଣ ସେ ବିଷୟକୁ ଯୀଶୁଙ୍କ ନାମରେ ଆପଣ ଅଧିକାର କରନ୍ତୁ ଅଟୋମେଟିକ୍ ଆପଣ ମୁକ୍ତି ହେଇଯିବେ हेई बारे आपण फाइनेंशियली मुक्ति हे जिवे हेई बारे आपण आर्थिक भाबरे हेई बारे आपण शारीरिक भाबरे हेई बारे आपण आत्मिक भाबरे अनेक एरिया रे आपण प्रभु यीशु को नाम रे मुक्ति हेबे केते बेले जेते बेले आपणकर युद्ध रे परमेश्वर उपस्थिति हालेलुया एले मु कोन कहली प्रथम कथा प्रभु कोन करिबा पई जाउछंती जय देबा पई जाउछंती द्वितीय कथा कोन कहली मुक्ति देवा पाई जाउछंती जदि एमिति कोनोसी पाप रे जदि आपण पसिछंती आपण बाहरबा पाई चेष्टा करू नांती मु आज आपण को कहबा पाई चाहे आज आपण को जीवन प्रभु यीशु को संपूर्ण भाव रे देई दियु प्रभु आपण को उद्धार करिवे प्रभु आपण को मुक्त करिवे आज संपूर्ण भाव रे आपण आजादी हे पारिबो निशा हे पारे पेट अभ्यास हे पारे शारीरिक अभिलाष हे पारे चक्षुर अभिलाष हे पारे जे कोनोसी विषय हो जे विश्वास करिवो ता पाई समस्त विषय सफल हेबो यीशु को ठारे मुक्ति अछि आजादी अछि हालेलुया इबडे चित्कार करी कोंतु हालेलुया ओ प्रभु यीशु महाराज री चिंता रे पड़ी गले जे मु जान से तो संपर्क अछि ताठार मुक्त होई गले बोले बड़ असुविधा बोले बुझी पाछो के भाव छथि हां मु जदी बुढ़िया खाउछि बोले बुढ़िया खावडा बंद कर दे दुकान वाला केति करी बंद करू जदि के मद पिउछथि कोन से चिंता करथिबो कि मद पिवा लोक केमिति बंद पे हम लोक माने दलाल लोक माने अटक नाइ दुखर कथा ख्रिस्टियन माने भी मद पिउछथि बंचिबार जरिया मद नुहे बंचिबार जरिया यीशु अछंती हालेलुया हालेलुया तृतीय कथा कहछि से जगह रे से मानकर शत्रु माने नष्ट हो जाइथिले आपनकर जे कोनोसी शत्रु हो प्रभु आपनको से शत्रु ऊपर जय देबे मुक्ति देबे पुनी से शत्रु कोन हे जे ऑटोमेटिक नष्ट हो जिवो आपनकर विरुद्ध रे जे कोनोसी शत्रु उठित हो काहे कि मु आपनको कहिबा पाई चाहे जदि आपण ईश्वरकर सहारा नेबे पवित्र आत्माकर सहारा नेबे आपनको पछरे आस्थिबा प्रत्येक शत्रु आपण कन्फ्यूज हेबे नाय बरन ऑटोमेटिक से माने कन्फ्यूज हे से माने ऑटोमेटिक कोन हे जिवे नष्ट हो जिवो एले से जगह केमिति जगह शत्रु नष्ट हेबार जगह जियोसापनଙ୍କ विरुद्धରେ ତିନିଟା ରାଜ୍ୟର ଲୋକମାନେ ଏକା ସହିତ ମିଶି ଆସିଥିଲେ କିନ୍ତୁ ଯେତେବେଳେ ଏମାନେ ପରମେଶ୍ୱରଙ୍କ ସମ୍ମୁଖରେ ଗଲେ ଏବଂ ପରମେଶ୍ୱରଙ୍କୁ ଡାକିବା ପାଇଁ ଲାଗିଲେ ଏମାନେ ବିନା ଯୁଦ୍ଧରେ ସେମାନଙ୍କର ଶତ୍ରୁକୁ ପରାଜୟ କଲେ ହାଲେଲୁୟା ଆପଣଙ୍କୁ କହିବା ପାଇଁ ଚାହେଁ ଆପଣଙ୍କୁ ପରିଶ୍ରମ କରିବା ପାଇଁ ପଡ଼ିବ ନାହିଁ କଷ୍ଟ ଉଠାଇବା ପାଇଁ ପଡ଼ିବ ନାହିଁ ଯେଉଁମାନେ ପ୍ରଭୁଙ୍କର ଉପସ୍ଥିତିରେ ଯେଉଁମାନେ ନିଜକୁ ପ୍ରଭୁଙ୍କୁ ଦେଇ ଦିଅନ୍ତି ସେମାନଙ୍କ ନିମନ୍ତେ ପ୍ରଭୁ ଯୁଦ୍ଧ ଲଢ଼ନ୍ତି सेमानଙ୍କ निमंते प्रभु युद्ध लड़ती हेई भाई आपनकर शत्रु गोटे रास्ता दे आसी थाए किंतु से सातटा रास्ता दे से पलायन करिबो हालेलुया हालेलुया ई शत्रु मित्र बनाई बनाई
हालेलुया हेले मु आपन कहबा पाई चाहे आ गोटे कथा होची आशीर्वाद चारिटा आशीर्वाद मु आपन को कहूची चारि नंबर है आशीर्वाद से माने आशीर्वाद पाइले बाइबल लिखा होला से माने बोही नहीं पाइले ना एक प्रकाश मान को प्रभु आशीर्वाद करे से माने अल्प लोक थिले से मानकर विरुद्ध रे तीनटा राजा आसुछंती सैन्य दल नहीं जेते बेले जियोसाफट एई कथा सुनी से भयभीत हेबा पाई लागिले से माने डरी जाउथिले आमे कोन करिबु कोन नाय अनेक प्रकार चिंता करिबा लोक थिले से माने चिंता करूथिले जे आम मानन को मारी देबे एवं आम मानन को समस्त धन संपत्ति को नहीं जीवे एक प्रकार हेबा कथा किंतु उल्टा हेई गला नेवा लोग देई करी भारी गले हालेलुया हालेलुया उल्टा हेई गला ए माने केवल प्रभु को सहारा नेले परमेश्वर से मान को निमंते युद्ध करिले बाइबल लिखा गला से माने 3 दिन पर्यंत बही नेले हेले भी पाले ना जे माने ईश्वर को निकट रे आसंती मा आपन को कहिबा पाई चाहे परमेश्वर से मान को एमिति आशीर्वाद करिवे से आकाशस्थ द्वार उन्मुक्त करि देबे तापर जागा नियत हेबा पर्यंत आशीर्वाद करिवे हालेलुया प्रभु धन विरुद्ध रे नुहंती प्रभु को इच्छा जे आपन धनी हुंतु प्रभु चाहउछंती आपन उन्नति हुंतु किंतु प्रभु कहा विरुद्ध रे धन लाभ विरुद्ध रे कहा विरुद्ध रे जदि धन विरुद्ध रे थांते प्रभु जियोसाफटंकर राज्य लोक माननकु एते धन देई न थांते से माने बही देई पारे ना एक प्रकार आशीर्वाद मले आजि हम लोक मानक भीतर जदि देखिबा लोभ आसीछि लोभ होछि पाप जदि आपण लोभ करिवे आपण प्रार्थना कले भी आशीर्वाद होई पारिबे नाही जदि आपण भीतर लोभर स्पिरिट अछि ताहेले आपण जज कले भी आशीर्वाद होई पारिबे नाही लोभर आपण को के आजाद करि पारिबो नाही केवल यीशु आपण को आजाद करि पारिबे प्रभु चाहउछंती आमे आशीर्वाद हेबा प्रभु चाहउछंती आमे उन्नति हेबा प्रभु चाहउछंती आमे डेभलप हेबा कारण आशीर्वाद परमेश्वर को आशीर्वाद मनुष्य को उन्नति करि थाए हालेलुया हालेलुया एई चारिटा कथा मु आपन को कहिली प्रथम कथा परमेश्वर जय देले द्वितीय कथा मुक्ति देले तृतीय कथा से मानकर शत्रु माने नष्ट हो गले चतुर्थ कथा हैला परमेश्वर से मानकर निमंते आशीर्वाद उपत्यागा हो गले आशीर्वाद रो सत हो गले यदि आदि थार आपण समर्पण हेबे भाई 40 दिन उपवास प्रार्थना रे यदि आपनकर जीवन यदि प्रभु को देई चालुछंती म आपन को कहिबा पाई चाहे परमेश्वर आपनकर निमंते आशीर्वाद रो स्रोत हेबे हालेलुया सदाप्रभु आपन को निमंते उपाय करिबा परमेश्वर हेबे जीवा जुनी परमेश्वर आपनकर प्रति आवश्यक को से जगाइबे बोल से को हालेलुया तबे सोइले मोई विषय दिबे हे के चाहउछंती आपनकर जीवन विजय हो बोली कि बोल से हाथ के चाहउछंती आपनकर जीवन रे संपूर्ण भाव रे मुक्ति हे जाओ बोली के चाहउछंती आपनकर शत्रु माने बिना युद्ध रे लज्जित हे जाओ बोली हालेलुया के चाहउछंती आपनकर निमंते परमेश्वर आशीर्वाद रो स्रोत हे जाओ बोली हालेलुया अब्राहम को परिवार अछि आमे जे मोर परमेश्वर आशीर्वाद रो परमेश्वर अटंती से गुडे राजा को मिसिले से राजा ताको धन दउथिले अब्राहम कहिले मु तुमर धन नेबी नाही काले तुमे कहि दबो जे अब्राहम को मु धनी करिछि जेले बेले आमे आशीर्वादित हेबा केवल परमेश्वर को द्वारा आमे आशीर्वादित हेबा हालेलुया ए चारिटा विषय जदि आपण चाहउछंती आपनकर जीवन में घटु बोली ताहाले आपण को केतरा चाबी काटी कहिबे जहा माथि आपण जय हेबा यदि आपण विजय लाभ करि पारु नाहंती प्रभु को इच्छा पवित्र आत्मा को इच्छा होते जे आपण जय पाउतु प्रभु चाहउछंती जे आपण संपूर्ण भाव रे मुक्ति पाउतु प्रभु चाहउछंती जे आपण संपूर्ण भाव रे आपनकर शत्रु माने पराजय होंतु प्रभु चाहउछंती आपण संपूर्ण आशीर्वादित होंतु
কিন্তু প্রিয় মানে এই চারিটা আশীর্বাদ পাইবা পায় জিও সাপোর্ট পুনি তাଙ୍କର টিম কোন কলে কোন করিবা দ্বারা সেମାନଙ୍କ নিকটରେ এই আশীর্বাদ আসিলা এবং সেই স্থানକୁ ସେମାନେ বরাখা বা আশীর্বাদର উপত্যাকা ବୋଲି নাম ଦେଲେ। ମୁଁ ଆଜି ଆପଣଙ୍କୁ କହିବା ପାଇଁ ଚାହେଁ ଆପଣଙ୍କର ଜୀବନ ମଧ୍ୟ ବରାଖା ହେଇଯାଉ। ହାଲେଲୁୟା 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 ହାଲେଲୁୟା। ହେଲେ ପ୍ରଥମ କଥା ମୁଁ ଆପଣଙ୍କୁ କହୁଛି ସେମାନେ ଉପବାସ ଘୋଷଣା କଲେ। କଣ କଲେ? ଉପବାସ ଘୋଷଣା କଲେ। ଉପବାସ ବିଷୟରେ ଆପଣ ଅନେକ ଲୋକ ଶୁଣି ଅନେକ ପ୍ରଭୁଙ୍କର ଦାସ ମାନେ ଆପଣଙ୍କୁ ଏକ୍ସପ୍ଲେନ କରିଥିବେ କିନ୍ତୁ ମୁଁ ସେଇଟା ଛାଡ଼ି ଦଉଛି। ହାଲେଲୁୟା। ହେଲେ ପ୍ରଥମ କଥା ସେମାନେ ଉପବାସ କଲେ ଫାଷ୍ଟିଂ କଲେ ଏବଂ ବସିଲେ। କିଏ କିଏ ଫାଷ୍ଟିଂ ଅଛନ୍ତି ମୁଁ ହାତ ଦେଖେଇବା ପାଇଁ ଚାହୁଁନାହିଁ କିନ୍ତୁ ପ୍ରଭୁ ଆପଣଙ୍କୁ ଆଶୀର୍ବାଦ କରିବା ପାଇଁ ଚାହୁଁଛି। ଆପଣଙ୍କର ଯୁଦ୍ଧ ଆପଣଙ୍କର ନୁହେଁ କିନ୍ତୁ ସେ ଯୁଦ୍ଧ ପରମେଶ୍ୱରଙ୍କର ଅଟେ। ପବିତ୍ର ଆତ୍ମା ଆପଣଙ୍କର ଶରୀର ଉପରେ ଜୟ ଦେବେ। ଆପଣଙ୍କର ଶାରୀରିକ ଅଭିଳାଷ ଉପରେ ପ୍ରଭୁ ଆପଣଙ୍କୁ ଜୟ ଦେବା ପାଇଁ ଯାଉଛନ୍ତି। ହାଲେଲୁୟା। ହେଲେ କିଏ କିଏ ଚାହୁଁଛନ୍ତି ଭଲସେ ହାତ ଉଠାଅ ଏବେ ମୁଁ ଚାବି ଦେବି। ପ୍ରଥମ ଚାବି ହେଲା ଉପବାସ। ଏମାନେ ଫାଷ୍ଟିଂ କଲେ। ଫାଷ୍ଟିଂ କରିବା ଦ୍ୱାରା ସେମାନେ ଶାରୀରିକ ଅଭିଳାଷ ଉପରେ ଜୟ ପାଇଲେ ଏବଂ ସମ୍ପୂର୍ଣ୍ଣ ଆତ୍ମାଙ୍କ କଣ୍ଟ୍ରୋଲରେ ଆସିଲେ। ସମ୍ପୂର୍ଣ୍ଣ ଜିହୁଦାର ଲୋକ ছোট বড় সম্পূর্ণ রাজ্যের লোক এମାନେ উপবাস কলে এবং প্রভুଙ୍କ সম্মুখରେ বସିଲେ। প্রভুଙ୍କ সম্মুখରେ বସିଲେ। দ্বিতীয় কথা ମୁଁ ଆପଣଙ୍କୁ କହୁଛି ସେତିକି ନୁହେଁ ଏମାନେ ଉପବାସ ରଖି ପରମେଶ୍ୱରଙ୍କୁ ଅନ୍ୱେଷଣ କଲେ। ଯଦି ଆପଣ ଚାହୁଁଛନ୍ତି এই ଚାରିଟା ବିଷୟ ଆପଣଙ୍କର ଜୀବନରେ ଘଟୁ ବୋଲି ଆପଣ କଣ କରିବା ଦରକାର? ସବୁବେଳେ ଈଶ୍ୱରଙ୍କର ଉପସ୍ଥିତିକୁ ଖୋଜିବା ଦରକାର ବା ପରମେଶ୍ୱରଙ୍କୁ ଅନ୍ୱେଷଣ କରିବା ଦରକାର। ତେବେ ଆପଣଙ୍କ ଜୟ ପାଇବେ। ପ୍ରିୟମାନେ ବିଜୟତା ଜୀବନ ମୁକ୍ତିର ଜୀବନ আশীর্বাদিত জীবন শত্রু আপনার পরাজয় হেবার জীবন যদি আপনার দরকার তাহলে আপনার সবুবেলে ঈশ্বরଙ୍କ উপস্থিতিকে খোঁজন্তু। যদি বাইবেল পড়িবে 20 অধ্যায়ে সেমানে সম্পূর্ণ দেশৰ লোকମାନେ কোন কলে যে একত্রিত হলে উপবাস নহি সেমানে পরমেশ্বরଙ୍କର মুখକୁ अन्वेषण কলে। চারিপদ লেখা যাচ্ছে তুমি পড়ি দিও। ଆଉ ଜିହୁଦାର ଲୋକମାନେ ଆଉ ଜିହୁଦାର ଲୋକମାନେ ସଦା ପ୍ରଭୁଙ୍କ ସାହାଯ୍ୟ ମାଗିବା ପାଇଁ ଆପଣମାନଙ୍କୁ ଏକତ୍ର କଲେ। ସଦା ପ୍ରଭୁଙ୍କ ଅନ୍ୱେଷଣ କରିବାକୁ ଜିହୁଦାର ସମୁଦାୟ ନଗରରୁ ଲୋକମାନେ ଆସିଲେ। ହାଲେଲୁୟା। କଣ କରିବା ପାଇଁ? ସଦା ପ୍ରଭୁଙ୍କ ଅନ୍ୱେଷଣ କରିବା ପାଇଁ, ପ୍ରଭୁଙ୍କର ଇଚ୍ଛା ଜାଣିବା ପାଇଁ, ପ୍ରଭୁଙ୍କର ଯୋଜନାକୁ ଜାଣିବା ପାଇଁ, ପ୍ରଭୁଙ୍କର ପ୍ଲାନକୁ ଜାଣିବା ପାଇଁ। ତେବେ ପରମେଶ୍ୱରଙ୍କର ପ୍ଲାନ ଯୋଜନା ସେମାନେ ଜାଣିପାରିଲେ ଯେ ପ୍ରଭୁ କହିଲେ এই ଯୁଦ୍ଧ ତୁମର ନୁହେଁ, এই ଯୁଦ୍ଧ ଆମର ଅଟେ। ସେମାନେ କାଟି ଖଣ୍ଡା ତାଲବାର ଖୋଜି ବୁଲି ନାହାନ୍ତି ବରଂ ସେମାନେ ପରମେଶ୍ୱରଙ୍କୁ ଖୋଜିଲେ। ଆଜି ଆପଣ କାହାକୁ ଖୋଜୁଛନ୍ତି? ଆଜି ଆପଣ କାହାକୁ ଖୋଜୁଛନ୍ତି? ଆପଣଙ୍କର ଜୀବନକୁ ଉନ୍ନତି କରିବା ପାଇଁ, ଆପଣଙ୍କର ପରିବାରକୁ ଗଢ଼ିବା ପାଇଁ, ଆପଣଙ୍କୁ ଡେଭଲପ କରିବା ପାଇଁ, ସବୁ ଏରିଆରେ ଆପଣ ବିଜୟତା ଲାଭ କରିବା ପାଇଁ ଆପଣ ଆଜି କାହାର ସାହାଯ୍ୟ ନେଉଛନ୍ତି? କାହାକୁ ଖୋଜୁଛନ୍ତି? ପ୍ରିୟମାନେ ଯଦି ଆପଣ ପରମେଶ୍ୱରଙ୍କୁ ଛାଡ଼ି ଅନ୍ୟ ବିଷୟକୁ ଖୋଜିବେ ତାହେଲେ ଆପଣ ପରାଜୟ ହେଇଯିବେ। ଜୟ କେବଳ ପ୍ରଭୁ ଦିଅନ୍ତି। ଆପଣଙ୍କୁ ପଇସା ଖୋଜିବାର ଆବଶ୍ୟକ ନାହିଁ, କୌଣସି ବଡ଼ ବ୍ୟକ୍ତିକୁ ଖୋଜିବାର ଆବଶ୍ୟକ ନାହିଁ, କୌଣସି ବଳକୁ ଖୋଜିବାର ଆବଶ୍ୟକ ନାହିଁ। ବରଂ ଆଜି ଆମମାନଙ୍କ ସମସ୍ତଙ୍କ ଆବଶ୍ୟକ ଅଛି ପ୍ରଭୁଙ୍କର ଉପସ୍ଥିତିକୁ ଖୋଜିବା, ପରମେଶ୍ୱରଙ୍କର ମୁଖକୁ ଅନ୍ୱେଷଣ କରିବା, ପବିତ୍ର ଆତ୍ମାଙ୍କର ଇଚ୍ଛାକୁ ଅନ୍ୱେଷଣ କରିବା। ଆଜି ଏଇଟା ଆମମାନଙ୍କୁ ଆବଶ୍ୟକ ଅଟେ। ଯଦି ଆପଣ ଈଶ୍ୱରଙ୍କର ଉପସ୍ଥିତିକୁ ଖୋଜିବେ ମୁଁ ପୁନର୍ବାର ଆପଣଙ୍କୁ କହିବା ପାଇଁ ଚାହେଁ এই ଚାରିଟା ଆଶୀର୍ବାଦ ଆପଣଙ୍କର ଜୀବନରେ ଘଟିବ। ଏବଂ ଈଶ୍ୱରଙ୍କର ଉପସ୍ଥିତିକୁ ଖୋଜିବା ଦ୍ୱାରା ଏମାନଙ୍କ ଜୀବନରେ ପ୍ରଭୁ ଆଶୀର୍ବାଦ କରିବେ। ପ୍ରଭୁଙ୍କୁ ଖୋଜନ୍ତୁ, ପ୍ରଭୁଙ୍କର ଉପସ୍ଥିତିକୁ ଅନ୍ୱେଷଣ କରନ୍ତୁ, ପରମେଶ୍ୱରଙ୍କ ସହିତ ସୌଭାଗ୍ୟତା ହୁଅନ୍ତୁ, ପ୍ରଭୁଙ୍କ ସହିତ ୟୁନାଇଟେଡ ହୁଅନ୍ତୁ। ବସନ୍ତୁ ପ୍ରଭୁଙ୍କ ପାଖରେ, ପ୍ରଭୁଙ୍କର ଚାଳନାକୁ ପ୍ରେରଣାକୁ ଆପଣ ଅନ୍ୱେଷଣ କରନ୍ତୁ। ପ୍ରଭୁ ଆପଣଙ୍କୁ ସବୁ ଏରିଆରେ ବିଜୟ ଦେବେ।
ହେଲେ ଏଇଟା ଆଜି ଅଭାବ। ଆପଣ ନିଜକୁ ପ୍ରଭୁଙ୍କର ଉପସ୍ଥିତିରେ ହଜାଇ ଦିଅନ୍ତୁ। ଦୁନିଆ ଉଲ୍ଟି ଯାଉ ଆପଣ ଚିନ୍ତା କରନ୍ତୁ ନାହିଁ, କିନ୍ତୁ ସବୁବେଳେ ରାତିରେ ହଉ ଦିନରେ ହଉ ଯେକୌଣସି ପରିସ୍ଥିତିରେ ହଉ ଆପଣ ପ୍ରଭୁଙ୍କୁ ଅନ୍ୱେଷଣ କରିବାଟା ଶିଖନ୍ତୁ, ପ୍ରଭୁଙ୍କ ଶରଣ ତଳେ ଯିବାଟା ଶିଖନ୍ତୁ। ଦେଖିବେ ପରମେଶ୍ୱର ଆପଣଙ୍କୁ ଆଶୀର୍ବାଦର ଉପତ୍ୟକା କରିବେ। ହାଲେଲୁୟା, ହାଲେଲୁୟା। ତୃତୀୟ କଥା ମୁଁ ଆପଣଙ୍କୁ କହିବା ପାଇଁ ଚାହେଁ, ତୃତୀୟ କଥା ମୁଁ ଆପଣଙ୍କୁ କହିବା ପାଇଁ ଚାହେଁ, ସେମାନେ କଣ କଲେ? ତୃତୀୟ କଥା, ସେମାନେ ପ୍ରାର୍ଥନା କଲେ। ଯେବେ ଆମ୍ଭମାନଙ୍କ ପ୍ରତି ଅମଙ୍ଗଳ, ଖଡ୍ଗ, ଦଣ୍ଡ କି ମହାମାରୀ କି ଦୁର୍ଭିକ୍ଷ ଉପସ୍ଥିତ ହେବ, ତେବେ ଆମ୍ଭେମାନେ ଏହି ଗୃହ ସମ୍ମୁଖରେ ଅତୁମ୍ବ ସମ୍ମୁଖରେ ଠିଆ ହେବ। ହାଲେଲୁୟା। ମହାମାରୀ ଆସୁ, ଦୁର୍ଭିକ୍ଷ ଆସୁ, ଖଡ୍ଗ ଆସୁ, ଯେକୌଣସି ପରିସ୍ଥିତି ଆସୁ, ଜିଓସାଫାଟ ଏବଂ ତାଙ୍କର ଟିମ୍ ମଧ୍ୟରେ ଏହି ବାକ୍ୟ ଲେଖାଗଲା ଯେ ଯେକୌଣସି ପରିସ୍ଥିତି ଆସୁ ଏହି ଗୃହ ମଧ୍ୟରେ ଆମେ ସଦା ପ୍ରଭୁଙ୍କର ମୁଖ ଅନ୍ୱେଷଣ କରିବା ଏବଂ ପ୍ରାର୍ଥନା କରିବା। ହାଲେଲୁୟା। ମୁଁ କହିବା ପାଇଁ ଚାହୁଁଛି, ଆପଣ ଉପବାସ କରନ୍ତୁ। ଦ୍ୱିତୀୟରେ ଆପଣ ଈଶ୍ୱରଙ୍କ ମୁଖକୁ ଅନ୍ୱେଷଣ କରନ୍ତୁ। ତୃତୀୟରେ ଆପଣ ପ୍ରାର୍ଥନା କରନ୍ତୁ। ତୃତୀୟରେ ଆପଣ ପ୍ରାର୍ଥନା ବସନ୍ତୁ। ପ୍ରଭୁଙ୍କ ଉପସ୍ଥିତିରେ ଯାଇ ଆପଣ ଈଶ୍ୱରଙ୍କ ଠାରେ ପ୍ରାର୍ଥନା କରନ୍ତୁ। ଯଦି ଆପଣ ପ୍ରାର୍ଥନା କରିବେ ନାହିଁ, ଆପଣ ଜାଣିପାରିବେ ନାହିଁ। ପ୍ରାର୍ଥନା ମାଗିବାଟା ନୁହେଁ, ପ୍ରାର୍ଥନା ହଉଛି ଈଶ୍ୱରଙ୍କ ସହିତ କଥାବାର୍ତ୍ତା ହେବାଟା। ପ୍ରାର୍ଥନା କେବଳ ରିକ୍ୱେଷ୍ଟ କରିବାଟା ନୁହେଁ, ବରଂ ଈଶ୍ୱରଙ୍କ ସହିତ ସହଭାଗିତା କରିବାଟା। ଯେତେବେଳେ ଗୋଟେ ବ୍ୟକ୍ତି ପ୍ରାର୍ଥନା କରେ, ସେ ପ୍ରଭୁଙ୍କ ସହିତ କଥାବାର୍ତ୍ତା କରେ। ଗୋଟେ ବ୍ୟକ୍ତି ଯେତେବେଳେ ପ୍ରାର୍ଥନା କରେ, ସେ ଈଶ୍ୱରଙ୍କ ସହିତ ସହଭାଗିତା କରେ। ଯେତେବେଳେ ଗୋଟେ ବ୍ୟକ୍ତି ପ୍ରାର୍ଥନା ବସିଯାଏ, ତା ଭିତରେ ଥିବା ଆତ୍ମା ପୁଣି ପରମେଶ୍ୱରଙ୍କ ଆତ୍ମା କଥାବାର୍ତ୍ତା ହେବାଟା ଲାଗନ୍ତି। ଯେତେବେଳେ ଗୋଟେ ପ୍ରାର୍ଥନା କରିବାଟା ଆରମ୍ଭ କରିଦିଏ, ତାର ଭିତରେ ଥିବା ଆତ୍ମା ଏବଂ ପରମେଶ୍ୱରଙ୍କ ଆତ୍ମା ସଂଯୁକ୍ତ ହେଇଯାଏ। ହୁଏତ ତାର କର୍ଣ୍ଣ ଜାଣିପାରିବ ନାହିଁ, ହୁଏତ ତାର ଚକ୍ଷୁ ଜାଣିପାରିବ ନାହିଁ, ହୁଏତ ତାର ଫାଇଭ ସେନ୍ସ କିଛି ଅନୁଭବ ନ କଲେ ମଧ୍ୟ ତା ଭିତରେ ଏକ ଏହି ପ୍ରକାର ସ୍ପିରିଟକୁ ପରମେଶ୍ୱର ପୋଷାଇଛନ୍ତି। ସେହି ସ୍ପିରିଟ କଣ କରେ? ଈଶ୍ୱରଙ୍କ ସହିତ ଜଏଣ୍ଟ ହେଇଯାଏ। ହାଲେଲୁୟା। ଯେତେବେଳେ ଆପଣ ପ୍ରାର୍ଥନା କରନ୍ତି, ପ୍ରାର୍ଥନା କରିବା ସମୟରେ କିଛି କିଛି ଘଟିବା ପାଇଁ ଲାଗେ, କିଛି କିଛି ହେବା ପାଇଁ ଲାଗେ। କାରଣ ପରମେଶ୍ୱରଙ୍କ ସହିତ ଆପଣ କଥା କୁହନ୍ତି, କାରଣ ପରମେଶ୍ୱରଙ୍କ ସହିତ ଆପଣ ସହଭାଗିତା କରନ୍ତି। ଏଥିପାଇଁ ଯେତେବେଳେ ପରମେଶ୍ୱରଙ୍କ ସହିତ ଆପଣ କନେକ୍ଟ ହେଇଯାନ୍ତି, ତାର ଅର୍ଥ ଯେ ଆପଣଙ୍କର ଏରିଆରେ, ଆପଣଙ୍କର ପରିବାରରେ, ଆପଣଙ୍କର ଘରେ, ମୁଁ ଆପଣଙ୍କୁ କହିବା ପାଇଁ ଚାହେଁ, ପ୍ରଭୁଙ୍କର ଆତ୍ମାଙ୍କର ପ୍ରଭାବ ପଡେ। ଏମାନେ ପ୍ରାର୍ଥନା କଲେ, ଏମାନେ ପ୍ରାର୍ଥନା କଲେ, ସମ୍ପୂର୍ଣ୍ଣ ଲୋକ ବସି ପ୍ରାର୍ଥନା କଲେ, ପ୍ରଭୁଙ୍କୁ ସାହାଯ୍ୟ ମାଗିଲେ, ପ୍ରଭୁଙ୍କୁ ବିନତି କଲେ, ପ୍ରଭୁଙ୍କ ପାଖରେ ଉଦିତ ହେଲେ, ତୃଷିତ ହେଲେ। ପରମେଶ୍ୱର ସେମାନଙ୍କର ପ୍ରାର୍ଥନା ଶୁଣିଲେ। ଯେଉଁମାନେ ପ୍ରାର୍ଥନା କରନ୍ତି, ସେମାନଙ୍କର ପ୍ରାର୍ଥନାକୁ ପ୍ରଭୁ ଶୁଣନ୍ତି। ଆଜି ଆମ ଲୋକମାନଙ୍କ ପାଖରେ ସବୁ ବିଷୟ ଅଛି, ସବୁ ପାଇଁ ସମୟ ଅଛି, କିନ୍ତୁ ପ୍ରାର୍ଥନା ପାଇଁ ସମୟ ନାହିଁ। ଆପଣ ଯଦି ଗୋଟେ ଫିଲ୍ମ ହଲରେ ଯିବେ, 3 ଘଣ୍ଟା ବସି ସେମାନେ ଫିଲ୍ମ ଦେଖନ୍ତି, ସେଇଟା ବି ଫ୍ରି ନୁହେଁ, ପଇସା ଦେଇକି। ମୋବାଇଲରେ ରିଲ ଚড়াই ଚড়াই ସମୟ ବିତାଇ ଦିଅନ୍ତି। ସମସ୍ତ ବିଷୟ ପାଇଁ ସମୟ ଅଛି ଆଜି, କିନ୍ତୁ ଆଜି ମଣ୍ଡଳୀକୁ ପ୍ରାର୍ଥନା ବସିବା ପାଇଁ ସମୟ ନାହିଁ। ଗୋଟେ 15 ବର୍ଷ ଛୁଆ ଯଦି ଷ୍ଟାଣ୍ଡ କରିବେ, ପ୍ରାର୍ଥନା ଟିକେ କରେ, ସେ ଜାଣିବ ନାହିଁ, କିନ୍ତୁ ମୋବାଇଲର ଆକ୍ଟିଭିଟି ସବୁ ଜଣା। ବୁଝିପାରୁଛନ୍ତି? ମାନେ କୁଆଡେ ଆଜି ଯିବା କଥା ମଣ୍ଡଳୀ, ଆଜି କୁଆଡେ ଯାଉଛି? ବାଇବଲ କହୁଛି ଜଗତର ଅନୁରୂପୀ ହୁଅ ନାହିଁ। ମାନେ ଆପଣ ସବୁବେଳେ ଗୋଟିଏ କାମ କରନ୍ତୁ, ପ୍ରାର୍ଥନା କରନ୍ତୁ। ଆପଣ ଯାହା କରିବା ପାଇଁ ଯାଉଛନ୍ତି, ପ୍ରାର୍ଥନା କରନ୍ତୁ। ଆପଣ ଯୁଆଡେ ଯିବା ପାଇଁ ଯାଉଛନ୍ତି, ପ୍ରାର୍ଥନା କରନ୍ତୁ, କାରଣ ପ୍ରାର୍ଥନା ଆପଣଙ୍କୁ ସୁରକ୍ଷା ଦିଏ। ହାଲେଲୁୟା। ପ୍ରାର୍ଥନା ଆପଣଙ୍କର ଜୀବନରେ, ଆପଣଙ୍କର ପରିବାରରେ ଥିବା ଅନ୍ଧକାରକୁ ନଷ୍ଟ କରେ। ଏଥିପାଇଁ ଯାହା ନ କଲେ ନାହିଁ, କିନ୍ତୁ ଆପଣ ପ୍ରାର୍ଥନା କରନ୍ତୁ। ସମସ୍ତେ କୁହନ୍ତୁ ପ୍ରାର୍ଥନା, ପ୍ରାର୍ଥନା। ଆଉ ଥରେ କୁହ ପ୍ରାର୍ଥନା।
ଆଉ ଥରେ କୁହ ପ୍ରାର୍ଥନା ଆଜିଠାରୁ ମୁଁ କରିବି। ହାଲେଲୁୟା। ଏମିତି ଅଛନ୍ତି କି କିଏ ନ କରିଲେ ନାହିଁ କିନ୍ତୁ ମୁଁ ପ୍ରାର୍ଥନା କରିବି। ଯଦି এই বেকার মনোভাব ଯେଉଁମାନେ ରଖିବେ ପବିତ୍ର ଆତ୍ମା ସେମାନଙ୍କୁ ସାହାଯ୍ୟ କରିବେ। ହାଲେଲୁୟା ହାଲେଲୁୟା। ଯେଉଁମାନେ ପ୍ରାର୍ଥନା କରିବେ ସେମାନେ ବିଜୟ ପାଇବେ। ଯେଉଁମାନେ ପ୍ରାର୍ଥନା କରିବେ ସେମାନେ ଆଶୀର୍ବାଦ ପାଇବେ, ସେମାନେ ମୁକ୍ତି ପାଇବେ, ତାଙ୍କର ଚାରିଆଡ଼େ ଆସୁଥିବା ଶତ୍ରୁ ଲଜ୍ଜିତ ହେବେ। ହାଲେଲୁୟା। 4 ନମ୍ବର କଥା ମୁଁ ଆପଣଙ୍କୁ କହୁଛି, ସେମାନେ ଆଜ୍ଞାକାରୀ ହେଲେ। ଈଶ୍ୱର ସେମାନଙ୍କୁ ଯାହା କହିଲେ, ଜିହୋଶାଫାତ ସେମାନଙ୍କୁ ଯାହା କହିଲେ, ସମସ୍ତ ଜିହୁଦା ପ୍ରଦେଶର ଲୋକ ଈଶ୍ୱରଙ୍କ ବାକ୍ୟ ଅନୁସାରେ ସେମାନେ କାମ କରିବା ପାଇଁ ଲାଗିଲେ। ପ୍ରଥମ କଥା ଉପବାସ ରଖିଲେ, ଦ୍ୱିତୀୟରେ ସେମାନେ ଈଶ୍ୱରଙ୍କ ମୁଖ ଅନ୍ୱେଷଣ କଲେ, ତୃତୀୟରେ ସେମାନେ ପ୍ରାର୍ଥନା କଲେ, ଚତୁର୍ଥରେ ସେମାନେ ଆଜ୍ଞା ବହିଲେ। ଈଶ୍ୱରଙ୍କ ଆଦେଶକୁ ସେମାନେ ପୁରା କଲେ। ସେମାନଙ୍କର ଚାରିଆଡ଼େ ଶତ୍ରୁ ଅଛନ୍ତି କିନ୍ତୁ ଶତ୍ରୁକୁ ଦେଖି ଭୟରେ ପଳାଇ ଯାଇନାହାନ୍ତି, ବରଂ ପ୍ରଭୁ ଯାହା କହିଲେ ସେମାନେ କରିଗଲେ। ସେମାନେ ଯୁଦ୍ଧରେ ବିଜୟ ହେଇନାହାନ୍ତି, ସେମାନେ କୌଣସି ଆଶୀର୍ବାଦ ପାଇନଥିଲେ, ସେମାନେ ମୁକ୍ତି ହେଇନଥିଲେ, ସେମାନଙ୍କର ଶତ୍ରୁମାନେ ପରାଜୟ ହେଇନଥିଲେ। କିନ୍ତୁ ସେଇ ପ୍ରକାର ସିଚୁଏସନରେ ମଧ୍ୟ ଜିହୋଶାଫାତ ଏବଂ ତାଙ୍କର ଦଳ ଈଶ୍ୱରଙ୍କର ଆଜ୍ଞାକୁ ମାନିବା ପାଇଁ ପ୍ରସ୍ତୁତ ହେଇଗଲେ। ହାଲେଲୁୟା। ଆଜି ଯଦି ଆପଣଙ୍କର ପରିସ୍ଥିତି ଠିକ ନାହିଁ, ଯଦି ଆପଣଙ୍କର ସିଚୁଏସନ ଭଲ ନାହିଁ, ଆପଣ ରୋଗରେ ବିଜୟ ହେଇପାରୁନାହାନ୍ତି, ଆପଣ ପାରିବାରିକରେ ବିଜୟ ହେଇପାରୁନାହାନ୍ତି, ଆପଣ କୌଣସି ଶାରୀରିକ ଅଭିଳାଷ ଯଦି ବିଜୟ ହେଇପାରୁନାହାନ୍ତି, ସେଇ ପରିସ୍ଥିତିରେ ଯଦି ଆପଣ ଈଶ୍ୱରଙ୍କର ଆଜ୍ଞାକୁ ପାଳନ କରିବା ଆରମ୍ଭ କରିଦେବେ, କୌଣସି ଏକ ପ୍ରକାର ଶକ୍ତି ନାହିଁ ଯେ ଈଶ୍ୱରଙ୍କ ବାକ୍ୟ ବିରୁଦ୍ଧରେ ଉଠି ପାରିବ। ହାଲେଲୁୟା। ସୁନିଶ୍ଚିତ ଈଶ୍ୱରଙ୍କ ବାକ୍ୟ ଆପଣଙ୍କୁ ଜୀବନ ଦେବ ଏବଂ ଈଶ୍ୱରଙ୍କ ବାକ୍ୟ ଜୀବିତ ଅଟେ ଏବଂ ଦ୍ୱିଧାରେ ଖଡ୍ଗ ଅଟେ, ପୁଣି ଈଶ୍ୱରଙ୍କ ଆତ୍ମା ଅଟେ। କେତେବେଳେ ଆପଣ ଜୟ ପାଇବେ? ଯେତେବେଳେ ଆପଣ ଈଶ୍ୱରଙ୍କ ବାକ୍ୟ ଅନୁସାରେ ଚାଲିବେ। ହାଲେଲୁୟା। এই ବାକ୍ୟକୁ ଆପଣ ନିଅନ୍ତୁ, ଯେତେ ହଉଛି ସେତେ ନିଅନ୍ତୁ, ଯେତେ ହଉଛି ସେତେ ପଢନ୍ତୁ, ଯେତେ ହଉଛି ବାକ୍ୟ ଅନୁସାରେ ନିଜକୁ ଗଢିବା ପାଇଁ ଚେଷ୍ଟା କରନ୍ତୁ। ଆଜିର ଖ୍ରୀଷ୍ଟିଆନ ମାନଙ୍କ ବିଷୟରେ ଶୁଣିଲେ ମତେ ଦୁଃଖ ଲାଗେ। କଣ ପାଇଁ ଜାଣିଛନ୍ତି? ଆଜି ବିଶ୍ୱାସୀ ମାନଙ୍କ ପାଖରେ ଅନେକ ପ୍ରାର୍ଥନାକାରୀ ମା ମାନଙ୍କର ନମ୍ବର ଅଛି, ଭଉଣୀ ମାନଙ୍କର ନମ୍ବର ଅଛି, ଆଜ୍ଞା ମାନଙ୍କର ନମ୍ବର ଅଛି। ସେଠି ଯଦି ବାକ୍ୟ ଥାନ୍ତା ସେମାନଙ୍କର ଜୀବନ ସମ୍ପୂର୍ଣ୍ଣ ଚେଞ୍ଜ ହେଇଯାଏ। ବୁଝିପାରୁଛ? এই চর্চে নহলে সে চর্চ পলাইবে, এটি নহলে সেটি পলাইবে। ওই মনে করো নাই প্রেয়ার করাই হোক, প্রার্থনাকারী উপরে তুমি কিন্তু ঈশ্বরଙ୍କ ଠାରେ ଆପଣଙ୍କର ଭରସା ରହିବା ଦରକାର। ଆଜି ଆପଣ ନମ୍ବର ଖୋଜି ବୁଲୁଛନ୍ତି, ମୁଁ ଆପଣଙ୍କୁ କହିବା ପାଇଁ ଚାହେଁ ବାକ୍ୟକୁ ଖୋଜି ବୁଲନ୍ତୁ। ଈଶ୍ୱରଙ୍କ ଲେଖା ଯାଇଥିବା ବାକ୍ୟକୁ ଆପଣ ଅନ୍ୱେଷଣ କରନ୍ତୁ। ଯୀଶୁ କହିଲେ ମନୁଷ୍ୟ କେବଳ ରଥରେ ବଞ୍ଚିବ ନାହିଁ କିନ୍ତୁ ଈଶ୍ୱର ମୁଖ ନିର୍ଗତ ବାକ୍ୟରେ ସେ ବଞ୍ଚିବ। ହାଲେଲୁୟା ହାଲେଲୁୟା। এই বাক্য ତିଆରି କରିବା ବାକ୍ୟ ଅଟେ, ନିର୍ମାଣ କରିବା ବାକ୍ୟ ଅଟେ। ଏଥିପାଇଁ ଈଶ୍ୱରଙ୍କ ବାକ୍ୟ ଯାହା କହୁଛି ତାହା କରିଚାଲ, ତାହା କରିଚାଲ। ମାସରେ କିଛି ଜଣା ନ ପଡୁଛି, କିଛି ଅସୁବିଧା ନାହିଁ। 6 ମାସ ହେଇଗଲା କିଛି ହେଉ ନାହିଁ, ବର୍ଷେ ହେଇଗଲା କିଛି ହେଉ ନାହିଁ, କିଛି ନ ହଉ, କିନ୍ତୁ ଆପଣ ବାକ୍ୟକୁ ପାଳନ କରି ଚାଲ, ଈଶ୍ୱରଙ୍କ ଆଜ୍ଞାକୁ ମାନି ଚାଲ। ଯାହା ଆପଣ ଶୁଣୁଛନ୍ତି, ଯାହା ଆପଣ ଶିଖୁଛନ୍ତି କରି ଚାଲନ୍ତୁ। ଦେଖିବେ ଅଟୋମେଟିକ ଆପଣ କେଉଁ ଜାଗାରେ ପହଞ୍ଚି ଯାଇଥିବେ ଆପଣ ନିଜେ ଜାଣିପାରିବେ। ହାଲେଲୁୟା ହାଲେଲୁୟା। ଏଥିପାଇଁ ଆମେ କଣ କରିବା? ଈଶ୍ୱରଙ୍କ ବାକ୍ୟର ଆଜ୍ଞାକୁ ପାଳନ କରିବା, ଈଶ୍ୱରଙ୍କ ଅଧୀନରେ ନିଜକୁ ଚଲାଇବାଟା ଆମେ ଶିଖିବା, ଈଶ୍ୱରଙ୍କ ବାକ୍ୟକୁ ଆମେ ଆଦର କରିବା, ସମ୍ମାନ କରିବା। ଆଜି ମୁଁ ପଚାରିବି ଯଦି କିଏ କିଏ ଆଜି ସକାଳୁ ମୋବାଇଲ ଦେଖିନ, ଗଣି ପାରିବେ ନା ସେତେ ଥର ଆପଣ ଦେଖିଥିବେ, କିନ୍ତୁ କେତେ ଜଣ କହୁଛି ନାଇଁ 100 କୁ କେତେ % ଲୋକ ବାଇବଲ ପଢିଥିବେ? କେତେ? କିନ୍ତୁ 100 କୁ କେତେ ଜଣ ମୋବାଇଲ ଦେଖିଥିବେ?
ଏଠି କିଏ ଅଛନ୍ତି କି ଯିଏ ପାଶରି ଯାଇଥିବ ତାର ଫୋନ ଦେଖିବା? କିଏ ଅଛନ୍ତି କି? ମୁଁ ମନା କରୁ ନାହିଁ ଫୋନ ଦେଖିବା ପାଇଁ। କିଏ ଏମିତି କିଏ ଅଛନ୍ତି କି ଯାହାର ଘରେ ଫୋନ ଅଛି ସେ ତାର ଫୋନ କୁ ଦେଖିବାଟା ଭୁଲି ଯାଇଛି? କିନ୍ତୁ ସିଓର ଏମିତି ଲୋକ ଅଛନ୍ତି ଯାହାର ଘରେ ବାଇବଲ ଅଛି ସେ ବାଇବଲ ପଢବାଟା ଭୁଲି ଯାଇଛି। ଆରେ ଆମେ ଜୟ ପାଇବା ପାଇଁ ବାହାରିଛୁ, ଆମେ ମୁକ୍ତି ହେବା ପାଇଁ ବାହାରିଛୁ। এই মুক্তি করিবা মেডিসিন হেলা বাক্য। আপনার রোগকে মধ্যে বাক্য কোন করিব মুক্তি দেব, আরোগ্য দেব। বাক্য লেখা যায় আম্বে বাক্য পঠাই তোমাকে সুস্থ করিবা। বাক্য বাহারে প্রভু কিছু করিবে না। প্রভুকে পৃথিবীরে যাহা কিছু করিবার আছে এই বাক্য অনুসারে করিবে। প্রভুর ইচ্ছা যোজনা প্ল্যান এ টু জেড এই বাক্য রয়েছে। হালেলুয়া। এদিপাই এই বাক্যকে আপনারা নিয়ত এবং গ্রহণ করন্তু। প্রভু আপনাকে আশীর্বাদ করিবে। ଯେଉଁମାନେ ଆଜିଠାରୁ ନିଜକୁ ଈଶ୍ୱରଙ୍କ ବାକ୍ୟ ଅଧୀନରେ ଚଲାଇବେ ମୁଁ ଆପଣଙ୍କୁ ଗ୍ୟାରେଣ୍ଟି ଦଉଛି ପ୍ରଭୁ ଆପଣଙ୍କୁ ବିଜୟତା ଦେବେ। এই প্রকার কৌশি খড়গ তিଆରି ହେଇନାହିଁ ଯେ ଈଶ୍ୱରଙ୍କ ବାକ୍ୟ ବିରୁଦ୍ଧରେ ଉଠିପାରିବେ। এই বাক্য সাধারণ বাক্য নୁହେଁ, এই বাক্য ত্যাগ କରିବା ବାକ୍ୟ ଅଟେ। ଆପଣଙ୍କ ପାଖରେ ଧନ ନାହିଁ, ସମ୍ପତ୍ତି ନାହିଁ, ଘର ନାହିଁ, ଯେକୌଣସି ବିଷୟ ନାହିଁ, କିନ୍ତୁ ଆପଣଙ୍କୁ କହିବା ପାଇଁ ଚାହେଁ ସ୍ୱର୍ଗ ଏବଂ ପୃଥିବୀକୁ ହଲାଇବା ବାକ୍ୟ ଅଛି। ହାଲେଲୁୟା। ଲାଭ ନାହିଁ ଆପଣଙ୍କର ତାହେଲେ। ମୁଁ ଯଦି କହିଥାନ୍ତି ଆପଣଙ୍କର ଲକ୍ଷେ ଟଙ୍କା ଅଛି ବୋଲେ ଦେଇଥାନ୍ତି, ନାଇଁ ରାଣୀ ହାର ଅଛି ବୋଲେ ଦେଇଥାନ୍ତ, ରାଜା ନଥିଲେ ବି। କିନ୍ତୁ ବାକ୍ୟ ଅଛି କହିଲେ ନାଇଁ ସାହସ ବାଇବଲ ପଢିଲେ ମତେ ନିଦ ଆଇବ, ଆଇବ ନାହିଁ ବୁଝକୁ ବୁଝକୁ ତ ନିଦ ଆଇବ। ସେ ବୁଝିପାରୁଥିବ ଏ ଭୂତ ଭୂତା ହେଇଛି ବାଇବଲ ପଢବାକୁ। ବୁଝିପାରୁଛନ୍ତି ମୋର କହିବା କଥା? ବୁଝିପାରୁଛନ୍ତି? ବୁଝିବା ଲୋକ ହାଲେଲୁୟା, ବୁଝିବା ଲୋକ ହାଲେଲୁୟା। କେତେ ଆମେ ବାକ୍ୟ ଜାଣିଛୁ, ବାରମ୍ବାର ଆମେ ଶୁଣୁଛୁ, ସପ୍ତାହକୁ ଆମକୁ ଶିକ୍ଷା ଦିଆଯାଉଛି, ହେଲେ ବି ଆମେ ଈଶ୍ୱରଙ୍କର ବାକ୍ୟ ବିରୁଦ୍ଧରେ କାର୍ଯ୍ୟ କରୁଛୁ। ସିମ୍ପଲ ପ୍ରଭୁଙ୍କର ବାକ୍ୟ ଲେଖାଗଲା ପ୍ରାର୍ଥନା କର, ହେଲେ ବି ବାକ୍ୟକୁ ଧ୍ୟାନ କର, ହେଲେ ବି କୋଉଠି ଧ୍ୟାନ କରୁଥିବ? ବାଇବେଲ ଲେଖା ଯାଇଛି ବାକ୍ୟ ହନି ଠାରୁ ମଧୁ ଠାରୁ ମିଠା ଅଟେ, ସ୍ୱାଦିଷ୍ଟ ଅଟେ। ଯେଉଁମାନେ ବାକ୍ୟକୁ ବୁଝନ୍ତି, ପଢ଼ନ୍ତି ଏବଂ ପାଳନ କରନ୍ତି ସେମାନେ ଧନ୍ୟ ଅଟନ୍ତି। ହାଲେଲୁୟା। ସେମାନଙ୍କର ଜୀବନ ଧନ୍ୟ ଯେଉଁମାନେ ଏହି ବାକ୍ୟକୁ ନିଜ ଜୀବନରେ ଲାଗୁ କରୁଛନ୍ତି। ମୁଁ ଆପଣଙ୍କୁ କହିବା ପାଇଁ ଚାହୁଁଛି ଆପଣଙ୍କର ଜୀବନରେ ଆପଣ ହାରିଯିବାର କାରଣ ହେଉଛି ଆପଣ ଈଶ୍ୱରଙ୍କ ବାକ୍ୟକୁ ନେଉନାହାନ୍ତି। ଆପଣ ଡକ୍ଟରକୁ ବିଶ୍ୱାସ କରୁଛନ୍ତି, ଆପଣ ଅନେକ ଲୋକଙ୍କୁ ବିଶ୍ୱାସ କରୁଛନ୍ତି, କିନ୍ତୁ ଈଶ୍ୱରଙ୍କ ବାକ୍ୟକୁ ବିଶ୍ୱାସ କରୁଛନ୍ତି, ବିଶ୍ୱାସ ଯେ ବିଶ୍ୱସ୍ତ ନାହିଁ। ବିଶ୍ୱାସ ସବୁ କରୁଛନ୍ତି କିନ୍ତୁ ବିଶ୍ୱସ୍ତ ବିଶ୍ୱାସୀ ଈଶ୍ୱରଙ୍କ ଆଶୀର୍ବାଦକୁ ଗ୍ରହଣ କରିବ ନାହିଁ, କିନ୍ତୁ ବିଶ୍ୱସ୍ତ ବିଶ୍ୱାସ ଈଶ୍ୱରଙ୍କର ଆଶୀର୍ବାଦ। ଆପଣ କେବଳ ବିଶ୍ୱାସୀ ହୁଅ ନାହିଁ, ବରଂ ବିଶ୍ୱସ୍ତ 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 ବିଶ୍ୱାସୀ ହୁଅ। ହାଲେଲୁୟା, ହାଲେଲୁୟା। ଦେଖो ଆଦର ଯେତିକି ଡ୍ରାମା କରଲ କରିବ, ଏବେ ବନ୍ଦ କର, ପ୍ରଭୁ ଠାରେ ବିଶ୍ୱାସ କର। ହାଲେଲୁୟା, ହାଲେଲୁୟା। କଣ କଣ କହିଗଲି? ଚାରିଟା କଥା କହିଲି। ଉପବାସ କରିବା, ଦ୍ୱିତୀୟରେ ଈଶ୍ୱରଙ୍କ ମୁଖକୁ ଅନ୍ୱେଷଣ କରିବା, ପ୍ରଭୁଙ୍କର ଉପସ୍ଥିତିକୁ ଖୋଜିବା ବା ପବିତ୍ର ଆତ୍ମାଙ୍କର ସାହାଯ୍ୟକୁ ସବୁବେଳେ ଖୋଜିବା, ତୃତୀୟରେ ପ୍ରାର୍ଥନା କରିବା, ଚତୁର୍ଥରେ ଆଜ୍ଞାବହ ହେବା। ହାଲେଲୁୟା, ହାଲେଲୁୟା। ଯେଉଁମାନେ এই চারিটা বিষয়କୁ କରନ୍ତି ସେମାନେ ସବୁ ପରିସ୍ଥିତିରେ ଜୟ ପାଇଥାନ୍ତି।
ଯେଉଁମାନେ ଏଇ ଚାରିଟାକୁ ତାଙ୍କର ଜୀବନରେ ଲାଗୁ କରନ୍ତି ସେମାନଙ୍କର ଶତ୍ରୁ ଅଟୋମେଟିକ ଠିଆ ଠିଆ କଚାଡ଼ି ହେଇ ପଡ଼ିଯିବେ। ହାଲେଲୁୟା ହାଲେଲୁୟା। ସେମାନେ ତ ଗୋଟେ ରାସ୍ତା ଦେଇ ଆଇବେ, ସାତଟା ରାସ୍ତା ଦେଇ ଚାଲି ଚାଲି କେବେ ନାହିଁ, କୀର୍ତ୍ତିତେ ପଳାଇବେ। ହାଲେଲୁୟା। ଆଉ ଏମିତି ପ୍ରଭୁ ଆଶୀର୍ବାଦ କରିବେ। ଆପଣ ଅନେକ ନିମନ୍ତେ ଆଶୀର୍ବାଦର କାରଣ ହେଇଛି। ହାଲେଲୁୟା। ଲୋନ୍ ନେବା ଲୋକ ହେବେ ନାହିଁ, ଲୋନ୍ ଦେବା ଲୋକ। କାରଣ ଆମମାନଙ୍କ ପ୍ରଭୁ ସତର୍କ। ଏଇଟା କେତେବେଳେ ହେବ? ଯେତେବେଳେ ଈଶ୍ୱରଙ୍କ ଉପସ୍ଥିତ ଯିବ, ଯେତେବେଳେ ପ୍ରାର୍ଥନା କରିବ, ଯେତେବେଳେ ଉପବାସ କରିବେ, ଯେତେବେଳେ ଈଶ୍ୱରଙ୍କ ଆଜ୍ଞାର ଅଧୀନରେ ଚାଲିବେ, ତେବେ ପରମେଶ୍ୱର ଆପଣଙ୍କୁ ଅଦ୍ଭୁତ କାର୍ଯ୍ୟ କରିବେ। ହାଲେଲୁୟା। ହେଲେ ଏମାନେ ଶୁଣନ୍ତୁ, ମୁଁ ଶେଷ କରିବା ପାଇଁ ଯାଉଛି। ଏମାନେ କଣ କଲେ? ପ୍ରାର୍ଥନା କଲେ। ଏମାନେ ପ୍ରଭୁଙ୍କର ଉପସ୍ଥିତି ଅନ୍ୱେଷଣ କରିବା ପାଇଁ ଲାଗିଲେ। ସମସ୍ତେ କୁହନ୍ତି ପ୍ରଭୁଙ୍କର ଉପସ୍ଥିତି, ପ୍ରଭୁଙ୍କର ଉପସ୍ଥିତି। ଏମାନେ ସେ ପ୍ରାର୍ଥନାରେ ଯାଇ ଶୋଉ ନଥିଲେ। ଶୋଇବେ କି? ଶତ୍ରୁ ପଛପାଟେ ଅଛନ୍ତି, ବାଘ ମନର ପରି ଚର୍ଚ୍ଚ ଭିତରେ ଯେମିତି করবে কি? করবে নাই। ଏମାନଙ୍କ ଭିତରେ ଭୟ ଥିଲା, ହେଲେ ମଧ୍ୟ ଏମାନେ ପ୍ରଭୁଙ୍କର ଉପସ୍ଥିତି ଖୋଜୁଛନ୍ତି, ପ୍ରାର୍ଥନା କରୁଛନ୍ତି। ଏମାନେ ଉପବାସରେ ବସିଛନ୍ତି। ଭୋକ ଲାଗୁଥିବ, ଶୋଷ ଲାଗୁଥିବ, କିନ୍ତୁ ପ୍ରତ୍ୟେକ ଶାରୀରିକ ଅଭିଳାଷକୁ ଏମାନେ କଣ୍ଟ୍ରୋଲ କରୁଛନ୍ତି। ଏବଂ ଈଶ୍ୱରଙ୍କର ଆଜ୍ଞାକୁ ପୁରା କରିବା ପାଇଁ ସେମାନେ ସମ୍ପୂର୍ଣ୍ଣ ଭାବରେ ତାଙ୍କର କାତି ଖଣ୍ଡା ଯେକୌଣସି ଅସ୍ତ୍ର ଶସ୍ତ୍ର ଥିଲା ସମସ୍ତ ବିଷୟକୁ ସାଇଡ୍ କରି ସମସ୍ତ ଜିହୁଦାର ଲୋକମାନେ ଈଶ୍ୱରଙ୍କ ସମ୍ମୁଖରେ ନତ ହେଲେ ଏବଂ ଈଶ୍ୱରଙ୍କର ଆଜ୍ଞାକୁ, ଈଶ୍ୱରଙ୍କର ଆଦେଶକୁ ପୁରା କରିବା ପାଇଁ ପ୍ରସ୍ତୁତ ହେଲେ। ହାଲେଲୁୟା। ସେହି ସମୟରେ ଯେତେବେଳେ ଏମାନେ ନିଜକୁ ନମ୍ର କଲେ ଏବଂ ପ୍ରାର୍ଥନାରେ ପ୍ରଭୁଙ୍କର ଉପସ୍ଥିତି ଖୋଜିବା ପାଇଁ ଲାଗିଲେ, ପରମେଶ୍ୱର ସେହି ଅଞ୍ଚଳରେ ଦୃଷ୍ଟିପାତ କଲେ। ହାଲେଲୁୟା। ପରମେଶ୍ୱର ସେହି ଅଞ୍ଚଳରେ ଦୃଷ୍ଟିପାତ କଲେ, ସ୍ୱର୍ଗ ଖୋଲାଗଲା ଏବଂ ସେହି ଝୁଣ୍ଡ ମଧ୍ୟରେ ପରମେଶ୍ୱର ଗୋଟେ ବ୍ୟକ୍ତିକୁ ଖୋଜୁଥିଲେ, ଗୋଟେ ବ୍ୟକ୍ତିକୁ ଖୋଜୁଥିଲେ, ଗୋଟେ ବ୍ୟକ୍ତିକୁ ପ୍ରଭୁ ଖୋଜୁଥିଲେ। ସେହି ବ୍ୟକ୍ତି ଆଉ କିଏ ନୁହେଁ ଯିଏକି ପ୍ରଭୁଙ୍କର ଉପସ୍ଥିତିକୁ ଖୋଜୁଛି। সেই ব্যক্তি ଆଉ କିଏ ନୁହେଁ ଯିଏ ପ୍ରାର୍ଥନା କରୁଛି। সেই ବ୍ୟକ୍ତି ଆଉ କିଏ ନୁହେଁ ଯିଏ ନିଜର ଶାରୀରିକ ଅଭିଳାଷକୁ ମାରିବା ପାଇଁ ଉପବାସ କରିଛି। সেই ବ୍ୟକ୍ତି ଆଉ କିଏ ନୁହେଁ ସେ ଈଶ୍ୱରଙ୍କର ଆଜ୍ଞାକୁ ପୁରା କରିବା ପାଇଁ ସେ ନିଜକୁ ତିଆରି କରିଛି। এই ପ୍ରକାର ବ୍ୟକ୍ତିକୁ ପବିତ୍ର ଆତ୍ମା ଖୋଜୁଥିଲେ। ବାଇବେଲ ଲେଖାଗଲା 24 ପଦ ଯଦି ପଢିବେ, ଗୋଟେ ଯାଜକ ଉପରେ ପରମେଶ୍ୱରଙ୍କର ଆତ୍ମା ଅବତୀର୍ଣ୍ଣ କରୁଛନ୍ତି। ଟିକେ ପଢି ଦିଅ, ଫଟାଫଟ ପଢ, ଫଟାଫଟ। ଚତୁର୍ଥ ଦିନ ସେମାନେ ବରଫା ଉପତ୍ୟକା ଏକତ୍ରିତ ହେଲେ, କାରଣ ସେଠାରେ ସେମାନେ ସଦାପ୍ରଭୁର ଧନ୍ୟବାଦ କଲେ। 14 ପଦ ସରି। ତେବେ ସମାଜ ମଧ୍ୟରେ ଆସଫ ବଂଶଜାତ ମତନ୍ୟର ମୃଗ, ପତ୍ର, ଝିଏର ପତ୍ର, ଅନାର ପତ୍ର, ଜିହର ପୁତ୍ର, ଜହସିଏଲ ନାମକ ଏକ ଲେବୀୟ ଲୋକ ଉପରେ ସଦାପ୍ରଭୁର ଆତ୍ମା ଅଧିଷ୍ଠିତ ହେଲା। ଆମେନ୍। ଜିହର ପୁତ୍ର ଜହସିଏଲ ଉପରେ କିଏ ଅବତୀର୍ଣ୍ଣ ହେଲେ? କିଏ? ସଦାପ୍ରଭୁଙ୍କର ଆତ୍ମା ଅବତୀର୍ଣ୍ଣ ହେଲେ। ମୁଁ ଆଜି ଆପଣଙ୍କୁ କହିବା ପାଇଁ ଚାହେଁ, ଏଇ 40 ଦିନ ଉପବାସରେ ଯିଏ ପ୍ରଭୁଙ୍କର ଉପସ୍ଥିତିକୁ ଖୋଜୁଛି, ଯିଏ ପ୍ରାର୍ଥନାରେ ନିଜକୁ ବଳାଉଛି, ଯିଏ ବାକ୍ୟକୁ ପାଳନ କରିବା ପାଇଁ ଯାହା ଶୁଣି ଶୁଣି ଯାଉଛି, ଧ୍ୟାନ କରୁଛି, କରି କରି ଯାଉଛି, ମୁଁ ଆପଣଙ୍କୁ କହିବା ପାଇଁ ଚାହେଁ ସେ ପବିତ୍ର ଆତ୍ମା ସେଇ ବ୍ୟକ୍ତି ଉପରେ ଏ ଅଧିଷ୍ଠାନ କରିବା ପାଇଁ ଚାହାନ୍ତି। ସେଇ ବ୍ୟକ୍ତିକୁ ସେ ଖୋଜୁଛନ୍ତି, ସେ ବ୍ୟକ୍ତି ଉପରେ ଈଶ୍ୱରଙ୍କ ଅଭିଷେକ ଦେବା ପାଇଁ ପରମେଶ୍ୱର ଖୋଜୁଛନ୍ତି। ଏଥିପାଇଁ ମୁଁ ଆପଣଙ୍କୁ କହିବା ପାଇଁ ଚାହେଁ, ଯଦି ଏଇ ଜାଗା ଯଦି କିଏ ଅଛନ୍ତି ସେଇ ପ୍ରକାର ନିଜକୁ ତିଆରି କରୁଛନ୍ତି, ଆପଣ ରେଡି ହେଇଯାଆନ୍ତୁ। ପବିତ୍ର ଆତ୍ମା ଆପଣଙ୍କର ଜୀବନରେ ଭାରି ହେବା ପାଇଁ ଯାଉଛନ୍ତି। ପବିତ୍ର ଆତ୍ମା ଆପଣଙ୍କର ଜୀବନକୁ ଅଧିକାର କରିବା ପାଇଁ ଯାଉଛନ୍ତି। ଆପଣ ଭାଷବାଣୀ କରିବା ପାଇଁ ଲାଗିବେ, ଆପଣ ଈଶ୍ୱରଙ୍କ ରାଜ୍ୟ ନିମନ୍ତେ ଛିଡ଼ା ଦେବା ପାଇଁ ଲାଗିବେ, ଆପଣ ଲୋକମାନଙ୍କ ନିମନ୍ତେ ଏକ ଇନଷ୍ଟ୍ରକ୍ସନ ହେବା ପାଇଁ ଲାଗିବେ। ଯେତେବେଳେ ଆପଣ ନିଜକୁ ପ୍ରସ୍ତୁତ କରିବେ। ହାଲେଲୁୟା। କିଏ କିଏ ଚାହୁଁଛନ୍ତି ମୋ ଜୀବନରେ ପରମେଶ୍ୱରଙ୍କର ଆତ୍ମା କାର୍ଯ୍ୟ କରନ୍ତୁ ବୋଲି? ଆରେ ରେଡି? ଆପଣ ରେଡି କିଏ? ହାଲେଲୁୟା। କିଏ କି ଆମେ ଜୟଶୀଲ ସଦୃଶ୍ୟ ହେବା ପାଇଁ ଚାହିଁବା, ସେ ହୃଦୟ ସହିତ ପ୍ରଭୁଙ୍କୁ ଖୋଜିବା, ମନ ପ୍ରାଣ ଆତ୍ମା ଦେଇ ଖୋଜିବା, এই ପ୍ରକାର ସେ ଯିଏ ମଧ୍ୟ ହେଉ, ମୁଁ ଆପଣଙ୍କୁ କହିବା ପାଇଁ ଚାହେଁ, ପ୍ରଭୁ ତାକୁ ଛାଡ଼ିବେ ନାହିଁ। ସବୁ ଛାଡ଼ିଦେଲେ ଛାଡ଼ିଦେବେ, କିନ୍ତୁ ପ୍ରଭୁ ତାକୁ
ছাড়িবে না সুনিশ্চিত পবিত্র আত্মা তাଙ୍କ ଜୀବନରେ କାର୍ଯ୍ୟ କରିବେ। ଆସନ୍ତୁ ଯଦି ଏଇ ପ୍ରକାର ଯଦି କିଏ ଚାହୁଁଛନ୍ତି ନିଜ ଚକ୍ଷୁ ବନ୍ଦ କରନ୍ତୁ ଅଳ୍ପ ସମୟ ଆମେ ଧନ୍ୟବାଦ ଦେବା ପ୍ରଭୁକୁ। ଆସନ୍ତୁ ସମସ୍ତେ ହାଲେଲୁୟା ଧନ୍ୟବାଦ ପ୍ରଭୁ। Thank you Lord, thank you Master, hallelujah, glory, 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 hallelujah, hallelujah, धन्यवाद यीशु, hallelujah, 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 समस्ते धन्यवाद देवा आपको समार। Holy, hallelujah, glory, 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 glory। आसते समस्ते समर्पण हेबा कहबा प्रभु और सब परिस्थिति रे जय दियो। कहते प्रभु जे कोनोसी शत्रु माने मोर चारिआडे अछंती अंधकार शक्तिर बाहिनी प्रभु जीशुଙ୍କ नामରେ नष्ट हुଅନ୍ତୁ बाबा। Thank you Lord, thank you Lord, hallelujah, 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 धन्यवाद यीशु, hallelujah, 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 hallelujah। ये काम देखो ना हृदय से कामे प्रभु को उपासना को जीवा धन्यवाद देवा आपको सवाल। Hallelujah, thank you Lord, thank you Jesus, thank you Jesus, thank you Holy Spirit, धन्यवाद यीशु, Hallelujah। निजुक हो जाए दियो तो निजुक लुचाई दियो तो प्रभु को उपासना ये आपन को हाथ को प्रभु को दियो तो आपन। Thank you Lord, hallelujah, 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 hallelujah। धन्यवाद यीशु, धन्यवाद यीशु, धन्यवाद यीशु। के भी अन्य मन समझे ना प्रभु माने आज दिन आपन को दिन होते यस प्रभु आपन को विजयता देवा पाए जाऊ छ हाथ छोड़ा करंतु नाही प्रभु आपन को आशीर्वाद करबा पाए जाऊ छ जे शत्रु मान को आपन जय करि पारु नाहंती ओ प्रभु से शत्रु पर आपन को जय देवा पाए जाऊ छ प्रभु आपन को आशीर्वाद करबा पाए जाऊ छ आपन समर्पण होई प्रभु को धन्यवाद केवल धन्यवाद दियो केवल धन्यवाद दियो केवल प्रभु को धन्यवाद दियो। Thank you Lord, 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 hallelujah, 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 hallelujah। पवित्र आत्मा प्रभु ओ पिता तुम्हें दया करो पिता वर्तमान प्रभु तुम्हारी उपस्थिति ओ पिता तुम्हारा अभिषेक आमे चाहूछु प्रभु ओ प्रभु एक रूम मध्यरे ओ प्रभु एक गृह मध्यरे तुम्हारी उपस्थिति उलाओ राजा ओ तुम्हारा अभिषेक उलाओ अभिषेक सुतासो प्रत्येक ज्वारी नष्ट हो प्रत्येक बचर पुंसारा यीशुଙ୍କ नामରେ प्रत्येक बंधन गुड़ाक छिड़िबा पाए लागु यीशुଙ୍କ नामରେ प्रभु तुम अनुग्रह कर प्रभु प्रत्येक मस्तक जाए बाल जाए प्रभु प्रत्येक मस्तक और पाते पर्यंत तुम्हें समस्त अधिकार करो यीशुଙ୍କ नामରେ प्रत्येक अंग को तुम अधिकार करो और पवित्र आत्मा तुम अधिकार करो प्रभु अधिकार करो पिता प्रत्येक हाथ को तुम अधिकार करो प्रत्येक हृदय को अधिकार करो यीशुଙ୍କ नामରେ। Thank you Lord, thank you Lord, thank you Lord, thank you Lord। ओ पवित्र आत्मा ओ सदा प्रभु आत्मा ओ जहसे ऊपरे ओ प्रभु जेमिति तुम अधिष्ठान हेलो प्रभु आज मंडली मध्यरे तुम आत्मा अधिष्ठान करो प्रभु यीशुଙ୍କ नामରେ प्रभु तुम दया करो अनुग्रह करो राजा ओ पिता तुम अनुग्रह करो प्रभु प्रभु से अग्नि को पठाओ एवं प्रत्येक असुचिता यीशुଙ୍କ नामରେ दग्ध हो प्रार्थना तुम्हारे लोक माने संपूर्ण भाव में आजाद होतु ओ अभिलाषर आजाद होतु पापर आजाद मन यीशुଙ୍କ नामରେ प्रार्थना कराई न देबा प्रत्येक मन आत्मा शांति मिलत यीशुଙ୍କ नामରେ नष्ट हो प्रार्थना करी प्रभु प्रत्येक गुप्त रोग गुलाको चली जाओ यीशुଙ୍କ नामରେ आउथो यीशुଙ୍କ नामରେ लॉर्ड तुम्हारी आत्मा कार्य करतु वर्तमान प्रभु तुम्हें संपूर्ण नियंत्रण नियो प्रभु संपूर्ण अधीन नियो लॉर्ड प्रभु तुम्हें संपूर्ण अधीन नियो राजा। हालेलुया 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 हालेलुया। ये समस्त उच्चस्वर में धन्यवाद देवा समस्त उच्चस्वर में अल्प समय अपना प्रभु को धन्यवाद देतु अल्प समय प्रभु का अपना धन्यवाद देतु ग्लोरी 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 हालेलुया हालेलुया। Thank you Jesus, thank you Jesus, thank you Jesus,
Thank you, Jesus. Thank you, Jesus. Hallelujah. जेव्हा निजों समर्पण करू शकते और जेव्हा निज स्थान छिड़ाव करतो विश्वास छिड़ाव करतो